ସୀମାରେ ବଢି ଚାଲିଛି ଚୀନର ମନମାନି। ଅରୁଣାଚଳ ପ୍ରଦେଶରେ ସୃଷ୍ଟି ହୋଇଛି ଚିନ୍ତାଜନକ ପରିସ୍ଥିତି। ଭାରତ ସୀମାକୁ ଅନୁପ୍ରବେଶ କରି ଅରୁଣାଚଳ ପ୍ରଦେଶର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚୀନ କବ୍ଜା କରିବାକୁ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିଛି। ଆଉ ଏ ପୁରା ପ୍ରସଙ୍ଗ ଭିତରେ ବର୍ତ୍ତମାନ ଚୀନ ସହ ଭାରତର ପ୍ରତିରକ୍ଷା ଏବଂ କୂଟନୈତିକ ସମ୍ପର୍କ ତିକ୍ତ ହେବାର ଆଶଙ୍କା ବି ଦେଖାଦେଇଛି। ନମସ୍କାର, ନ୍ୟୁଜ ରୁମକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ଦର୍ଶକ ବନ୍ଧୁ, ଭାରତ ଚୀନ ସମ୍ପର୍କକୁ ନେଇ ଆସିଛି ଚିନ୍ତାଜନକ ଖବର। ଅରୁଣାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ଚୀନ ଅନୁପ୍ରବେଶ କରିବା ସହିତ ନିଜର ମନମାନି ଜାରି ରଖିଥିବାର ଖବର ସାମ୍ନାକୁ ଆସୁଛି। ଅରୁଣାଚଳ ପ୍ରଦେଶର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚୀନ ସେନା ପଶି ନିଜର ହାକିମତି ଜାହିର କରୁଥିବା ଜଣାପଡ଼ିଛି। ଜାତୀୟ ଏବଂ ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ ଅରୁଣାଚଳ ପ୍ରଦେଶର ବିଭିନ୍ନ ପେଟ୍ରୋଲିଂ ପଏଣ୍ଟ ଯେଉଁ ସବୁ ସ୍ଥାନରେ ପୂର୍ବରୁ ଭାରତୀୟ ସେନା ଜଗି ରହୁଥିଲେ, ସେଠାରେ ଯାଞ୍ଚ କରୁଥିଲେ, ସେଠାରେ ଅନେକ ପ୍ରକାରର ଗତିବିଧି କରୁଥିଲେ, ସେ ସବୁ ଅଞ୍ଚଳକୁ ଚୀନ ଅକ୍ତିଆର କରିବାକୁ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିଛି। ସେରା 5 ଅଞ୍ଚଳ ରହିଛି ଯେଉଁ ପେଟ୍ରୋଲିଂ ପଏଣ୍ଟରେ ଚୀନ ନିଜର କବ୍ଜା କରିବା ସହିତ ଭାରତୀୟ ସେନା ସେହି ଅଞ୍ଚଳକୁ ଯାଉନଥିବା ଅଭିଯୋଗ ହେଉଛି। ସବୁଠାରୁ ଚିନ୍ତାଜନକ ଖବର ହେଲା ସୋସିଆଲ ମିଡିଆରେ ଜଣେ ଟିନେଜରଙ୍କର ଭିଡିଓ ଭାଇରାଲ ହେଉଛି। ଜଣାପଡ଼ିଛି ଯେ ଅରୁଣାଚଳ ପ୍ରଦେଶର ଏହି ଯୁବକ ଜଣକ କହୁଛନ୍ତି, ବାଏ ବାଏ ଇଣ୍ଡିଆ, ପରବର୍ତ୍ତୀ ସମୟରେ ଆମେ ଚୀନରେ ଦେଖା ହେବା। ତେବେ ଏଭଳି ଏକ ବାତାବରଣ କାହିଁକି ଅରୁଣାଚଳ ପ୍ରଦେଶରେ ସୃଷ୍ଟି ହୋଇଛି ତାକୁ ବୁଝିବାକୁ ପଡ଼ିବ। ଅରୁଣାଚଳ ପ୍ରଦେଶକୁ ନେଇ ପୂର୍ବରୁ ମଧ୍ୟ ଭାରତ ଏବଂ ଚୀନ ଭିତରେ ବାରମ୍ବାର ତିକ୍ତତା ସୃଷ୍ଟି ହୋଇଛି। ବିଭିନ୍ନ ସମୟରେ ଚୀନ ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି କରି ଆସୁଛି ଏବଂ ଏହାକୁ କାଉଣ୍ଟର କରିବା ପାଇଁ ନିକଟରେ ଭାରତ ସରକାର ଏକ ବଡ଼ ପଦକ୍ଷେପ ନେଇଥିଲେ। ଅରୁଣାଚଳ ପ୍ରଦେଶର 27ଟି ସ୍ଥାନର ପୁନଃ ନାମକରଣ କରାଯାଇଥିଲା ଏବଂ ସେହି 27ଟି ସ୍ଥାନରେ ଭାରତୀୟ ସେନା ନିଜର ଦବଦବା ମଧ୍ୟ ଜାହିର କରିଥିଲା। ସେତେବେଳେ ମଧ୍ୟ ଚୀନ ସେନା ଏବଂ ଭାରତୀୟ ସେନା ଭିତରେ କିଛି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବାର ଅଭିଯୋଗ ହୋଇ ଆସୁଥିଲା। ତେବେ ଦର୍ଶକ ବନ୍ଧୁ, ଅପର ସୁବର୍ଣ୍ଣସିରି ଜିଲ୍ଲା ଯେଉଁ ଅଞ୍ଚଳରେ ଚୀନର ଅନୁପ୍ରବେଶ ଅନେକ ସମୟରେ ଦେଖାଦିଏ, ସେଠାରେ ମଧ୍ୟ ଚୀନ ନିଜର ସେନା ପଠାଇ ଭାରତୀୟ ସୀମାକୁ ଜବରଦଖଲ କରୁଥିବାର ଅଭିଯୋଗ ହୋଇ ଆସୁଛି। ପୂର୍ବରୁ କିଛି ଏନଜିଓ ସଂସ୍ଥା ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ଏ ଦିଗରେ ଭାରତ ସରକାରଙ୍କୁ ମଧ୍ୟ ଅବଗତ କରିଛନ୍ତି ଏବଂ ଏହି ପୁରା ବିବାଦ ଭିତରେ ବର୍ତ୍ତମାନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର୍.କେ. ସିଂ ଯେଉଁ ବୟାନ ଦେଉଛନ୍ତି ତାହା ଚିନ୍ତାଜନକ। ଆର୍.କେ. ସିଂ ହେଉଛନ୍ତି ଭାରତୀୟ ପ୍ରଶାସନିକ ସେବାର ଜଣେ ପୂର୍ବତନ ଅଧିକାରୀ, ଯିଏ ପୂର୍ବରୁ ମୋଦି ସରକାର ସମୟରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ରହିସାରିଛନ୍ତି। ତାଙ୍କ କହିବା କଥା ହେଉଛି, ଭାରତର ଏଭଳି ଅନେକ ପେଟ୍ରୋଲିଂ ପଏଣ୍ଟ ଅରୁଣାଚଳ ପ୍ରଦେଶରେ ରହିଛି ଯେଉଁଠାରେ ବର୍ତ୍ତମାନ ସମୟରେ ଭାରତୀୟ ସେନା ଆଉ ପାଟ୍ରୋଲିଂ କରୁନାହିଁ। ଅନେକ କିଛି ସ୍ଥାନ ଏଭଳି ରହିଛି ଯାହାକୁ ଚୀନ ବା ଡ୍ରାଗନ କଳେ ବଳେ କୌଶଳେ ନିଜ ଅକ୍ତିଆରକୁ ନେଉଛି ଏବଂ ସେଠାରୁ ଭାରତୀୟ ସେନା ଅପସରି ଯାଉଛନ୍ତି, ଯାହା ଚିନ୍ତାଜନକ। ଯଦି ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ସତ, ଇଏ ନିଶ୍ଚିତ ଭାବରେ ଭାରତର ସାର୍ବଭୌମତ୍ୱ ଓ ସୁରକ୍ଷା ପ୍ରତି ଏକ ବଡ଼ ପ୍ରଶ୍ନ ବୋଲି କୁହାଯିବ। ସେ ଦାବି କରିଛନ୍ତି ଯେ ଅପର ସୁବର୍ଣ୍ଣସିରି ଜିଲ୍ଲାର କିଛି ଅଞ୍ଚଳରେ ବର୍ତ୍ତମାନ ଚୀନର ଗତିବିଧି ପରିଲକ୍ଷିତ ହେଉଛି। ଅରୁଣାଚଳ ପ୍ରଦେଶର 27ଟି ସ୍ଥାନକୁ ଭାରତ ନାମକରଣ କରିବା ପରେ ଚୀନ ଭାରତ ସୀମା ଭିତରକୁ ପଶି 30ଟି ପଏଣ୍ଟକୁ କବ୍ଜା କରିବା ପାଇଁ ଉଦ୍ୟମ କରୁଛି। କିଛି ସ୍ଥାନକୁ ସେ ନିଜ ଅକ୍ତିଆରକୁ ନେଇ ସାରିଲାଣି। ଏଭଳି ସ୍ଥିତିରେ ନିଜ ପାଟ୍ରୋଲିଂ ପଏଣ୍ଟ ଗୁଡ଼ିକରେ ନିଜର ମଜବୁତ ପକଡ଼ ବଜାୟ ରଖିବା ଭାରତୀୟ ସେନା ପାଇଁ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା। ତେବେ ସୁବର୍ଣ୍ଣସିରି ଜିଲ୍ଲା, ଏହା ସହିତ ସିକିମର କିଛି ଅଞ୍ଚଳ, ଉପରେ ଜମ୍ମୁ କାଶ୍ମୀର ବା ଲେହ ଲଦାଖ ପର୍ଯ୍ୟନ୍ତ ଯେଉଁ ଅଞ୍ଚଳ ରହିଛି, ଯେଉଁ ସବୁ ଅଞ୍ଚଳରେ ଏଲଏସି ରହିଛି, ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ, ଯାହା ଭାରତ ଏବଂ ଚୀନ ଭିତରେ ସୀମାକୁ ନିର୍ଦ୍ଧାରଣ କରେ। ଏହାପରେ ଏଠି ମ୍ୟାକମୋହନ ଲାଇନର କଥା ମଧ୍ୟ ସାମ୍ନାକୁ ଆସୁଛି, ଯାହାକୁ ଚୀନ ବାରମ୍ବାର ଅସ୍ୱୀକାର କରି ଆସୁଛି, କାହିଁକି ନା ଭାରତ ଚୀନର ମଝିରେ ଯେଉଁ ମ୍ୟାକମୋହନ ଲାଇନ ରହିଛି, ଏହି ମ୍ୟାକମୋହନ ଚୁକ୍ତି ପ୍ରଥମେ ତିବ୍ବତ ସହ ହୋଇଥିଲା। ସେତେବେଳେ ତିବ୍ବତ ଚୀନର ଅଂଶ ନଥିଲା। ପରବର୍ତ୍ତୀ ସମୟରେ ତିବ୍ବତକୁ ନିଜ ଅକ୍ତିଆରକୁ ନେଇଥିଲା ଚୀନ। ଏଣୁ ଚୀନ ଆରମ୍ଭରୁ ମ୍ୟାକମୋହନ ଲାଇନକୁ ସ୍ୱୀକୃତି ଦିଏ ନାହିଁ। କିନ୍ତୁ ମ୍ୟାକମୋହନ ଲାଇନର ବାସ୍ତବତା ଏବଂ ଭାରତର ସାର୍ବଭୌମତ୍ୱକୁ ପଡ଼ୋଶୀ ଭାବରେ ଚୀନକୁ ବୁଝିବାକୁ ପଡ଼ିବ। ଭାରତକୁ ମଧ୍ୟ
निज पेट्रोलिंग पॉइंट गुड़िक निजर कब्जा जाहिर रखा पड़ो, अन्यथा चीन मनमानी आगामी समय यथेष्ट बढ़ी पारे। केवल अरुणाचल प्रदेश नुहे अन्य जो सब अंचल भारत और चीन भितर सीमा संपर्क रही स्थिति जटिल हो पारे। तेरे 2020 गलवान घाटीर संघर्ष पर वर्तमान समय चीन अनुप्रवेश गतिविधि पुणी थे चरम सीमार पहुंचुवा कहुच्छी। एणु भारतर प्रतिरक्षा मंत्रालय एवं भारतर वैदेशिक व्यापार मंत्रालय वर्तमान समय बड़ धरण विचार विमर्श जारी रखिंट। वैदेशिक मंत्री एस जयशंकर प्रतिरक्षा मंत्री राजनाथ सिंह एकाधिक बैठक किंतु भारत केमिति निज सीमा को निज कब्जा रखिब, चीन रो अनुप्रवेश को केमिति काउंटर करा जिवो, ता सहित अरुणाचल प्रदेश जो सब अंचल चीन नामकरण करुच्ची से सबु उपरे केमिति रोक लागिबो, ताहा हेउछि वर्तमान समयर सबुठारु बड़ आवश्यकता। ए दिगरे भारतर प्रतिरक्षा सह भारतर कूटनैतिक संपर्क को मध्य मजबूत करने को पड़िबो। आवश्यक पड़िले अंतर्जातीय समुदाय रे प्रश्न मध्य उठाइबाकू पड़िबो। एणु वर्तमान समय दर्शक बंधु भारत एवं चीन भितर सबकिछि ठीक ठाक नाही। ड्रागन रो मनमानी पुणी थे भारत पर चिंताजनक परिस्थिति। जो अरुणाचल प्रदेश पर निजर कब्जा जाहिर करने बारंबार दशंधि दशंधि धरी चीन उद्यम पुणी थे से चेष्टा चली चीन तरफ। एणु वर्तमान भारत को प्रतिरक्षा स्ट्राटेजी रे मध्य परिवर्तन आनी चीन को काउंटर करिवार आवश्यकता थिबा कहा जाउछि। तेबे ए दिगरे आगामी समय केंद्र सरकार कौन बड़ निष्पत्ति नेउछंती कि बा औपचारिक भाव में देशवासी को किसी सूचना देउछंती कि ताको अपेक्षा रहिबो। ए संपर्कित अपडेट मध्य आगामी समय आमे आपनक सामना को आनिबु। से पर्यंत मते विदाय दियंतु। आम रिपोर्ट उपरे आपनकर प्रतिक्रिया लेखंतु। यूट्यूब और फेसबुक रे आम चैनल को सब्सक्राइब करंतु, वीडियो को लाइक और शेयर करंतु। रहुछि, नमस्कार।